ଆପଣଙ୍କର ଗ୍ୟାସ୍ କନେକ୍ସନ ଅଛି କିନ୍ତୁ ଖାତାକୁ ଆସୁନି ଟଙ୍କା। ଜାଣନ୍ତୁ କେଉଁଠି ଆଉ କେମିତି କରିବେ ଆବେଦନ। ଏଲ୍‌ପିଜି ସିଲିଣ୍ଡର ସବସିଡି ଭାରତୀୟ ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ଯାହା ସରକାରଙ୍କ ଦ୍ୱାରା ଏଲ୍‌ପିଜି ସିଲିଣ୍ଡର ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଥାଏ। ଏହି ସବସିଡି ସିଧାସଳଖ ଲାଭ ହସ୍ତାନ୍ତର ଡିବିଟି ମାଧ୍ୟମରେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ସବସିଡି ପାଇନାହାନ୍ତି, ତେବେ ଆପଣଙ୍କ ଉଲ୍ଲେଖିତ ପ୍ରକ୍ରିୟା ଅନୁସରଣ କରି ଆବେଦନ କରିପାରିବେ। ଏଲ୍‌ପିଜି ସିଲିଣ୍ଡର ସବସିଡି ପାଇବାକୁ ପାଇଁ କିଛି ମୁଖ୍ୟ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ସବସିଡି ପାଇଁ ଆବଶ୍ୟକ ଆଧାର କାର୍ଡ ଥିବା ଆବଶ୍ୟକ ଓ ଏହାକୁ ଆପଣଙ୍କର ଏଲ୍‌ପିଜି ଗ୍ୟାସ୍ ସଂଯୋଗ ସହିତ ଲିଙ୍କ ହୋଇଥିବା ଆବଶ୍ୟକ। ସବସିଡି ପାଇଁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଏଲ୍‌ପିଜି ଗ୍ୟାସ୍ ସଂଯୋଗ ସହିତ ଲିଙ୍କ ହୋଇଥିବା ଆବଶ୍ୟକ। ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦାଖଲ କରିବାକୁ ପଡ଼ିବ। ଯଦି ଆପଣ ଅନଲାଇନରେ ଆବେଦନ କରିପାରିବେ ନାହିଁ, ତେବେ ଆପଣଙ୍କ ଗ୍ୟାସ୍ ଏଜେନ୍ସି ସହିତ ଯୋଗାଯୋଗ କରନ୍ତୁ। ସେଠାରେ ଆପଣ ଆବେଦନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ଫର୍ମ ଏବଂ ସହାୟତା ପାଇପାରିବେ। ପ୍ରତି ମାସରେ ଆପଣଙ୍କର ଉଜାଲା ଗ୍ୟାସ୍ ଆପଣ ନିଅନ୍ତି ତ 12 ମାସରେ 12ଟି ସିଲିଣ୍ଡର ଆପଣଙ୍କର ହେଉଥାଏ। କିନ୍ତୁ ଯଦି ଆପଣ ନିର୍ଦ୍ଧାରିତ ସମୟରେ ଅଧିକ ସିଲିଣ୍ଡର ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଏହି ସବସିଡି ମିଳିବ ନାହିଁ। ସବସିଡି ନ ମିଳିଲେ କିପରି ଅଭିଯୋଗ କରିବେ? ଯଦି ଆପଣ ଏଲ୍‌ପିଜି ସିଲିଣ୍ଡର ସବସିଡି ପେମେଣ୍ଟ ପାଉନାହାନ୍ତି, ତେବେ ତୁରନ୍ତ ଗ୍ୟାସ୍ ଏଜେଣ୍ଟ ସହିତ ଯୋଗାଯୋଗ କରନ୍ତୁ। ଗ୍ୟାସ୍ କମ୍ପାନୀର ହେଲ୍ପଲାଇନ୍‌କୁ କଲ୍ କରନ୍ତୁ ଏବଂ ଆପଣଙ୍କର ସବସିଡି ସ୍ଥିତି ଯାଞ୍ଚ କରନ୍ତୁ। ଆପଣଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା ମୋବାଇଲ କିମ୍ବା ବ୍ୟବହାର କରିବା ସବସିଡି ସ୍ଥିତି ଯାଞ୍ଚ କରିପାରିବେ। ଯଦି କୌଣସି ବୈଶ୍ୱିକ କାରଣରୁ ଆପଣଙ୍କର ସବସିଡି ବନ୍ଦ ହୋଇଯାଏ, ତେବେ ଗ୍ୟାସ୍ ଏଜେନ୍ସି ଅଭିଯୋଗ କରନ୍ତୁ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।